ବର୍ଷା ପରା 4ଟା ଦିନ ଫେରାରି ଯାଇଥିଲା ଆମେ ତ ଖୋଜୁଛୁ ତୁ ଖୋଜୁଛୁ ସତ କଥାଟା କହ ଇଆଡ଼େ ସିଆଡ଼େ ନ କହି ସିଧା ସିଧା କହ ନହେଲେ ଦେଖୁଛୁ ଏଇଟା ସିଧା ସିଧା ହଁ ସିଧା ସିଧା କହିଲି ସାର୍ ପାଟିରେ ଗେଞ୍ଜି ଦେବି ଜାଣିଛୁ ତ ପାଟିରେ ଗେଞ୍ଜି ଦେବେ ହଁ ସିଧା ସେ ସତ କଥାଟା କହ ବର୍ଷାକୁ କିଏ ମାରିଛି କିଏ ମାରିଛି ସାର୍ ଆମେ ବି ଜାଣିନୁ ସାର୍ ତମେ ଜାଣିନ ମୁଁ ତଦନ୍ତ କରିବା ଘର ଛାଡ଼ି ଚାଲି ଯାଇଛି ସାର୍ ଘର ଛାଡ଼ି ଚାଲି ଯାଇଛି ମୁଁ ତଦନ୍ତ ଆମେ ବି ଖୋଜୁଛୁ ସାର୍ ଖୋଜୁଛୁ ଥାନାରେ ଆସି ଏଫଆଇଆର ଦେଇଥିଲୁ ତମେ ଏଫଆଇଆର ଲେଖିଥିଲ ବର୍ଷାକୁ ଖୋଜି ପାଇଲ ନା ନାହିଁ କୁହ ତମେ ମୁଁ ତଦନ୍ତ କରି ସାରିବା ପରେ ମୁଁ ଜାଣିଲି ବର୍ଷାକୁ ତମେ ମାରିଛ ବର୍ଷାକୁ ତମେ ମାରିଛ ଆମେ ମାରିନୁ ସାର୍ ମାରିନୁ କି ମାଡ କଥା କଥାରେ କାହିଁକି ମାରୁଛନ୍ତି ସାର୍ କଥା କଥାରେ ନାହିଁ ସବୁବେଳେ ପିଟିବି ଜାଣିଛୁ ତ ତୁ ମୋ ହାତରୁ ପଶିଯିବୁ କି ରେ ତଦନ୍ତ କରି ସାରିବା ପରେ ମୁଁ ଜାଣିଲି ତମେ ବର୍ଷାକୁ ତମେ ମାରିଛ ମୁଁ ନୁହଁ ସାର୍ ତୁ ନୁହଁ କିଏ ମାରିଛି ରେ ସାର୍ କିଏ ମାରିଛି ସତ କଥା କହିଲେ ଛାଡ଼ିଦେବି ତ ସାର୍ ସତ କଥାଟା କହିଲେ ମୁଁ ଛାଡ଼ିଦେବି ସତ କଥା କହିଲେ ଛାଡ଼ିଦେବି ଗ୍ୟାରେଣ୍ଟି ଛାଡ଼ିଦେବି ଇଏ ଆମ ଜୀବନ ଭାଇନା ମାରିଛି ଆମ ଜୀବନ ଭାଇନା ତୋ ଜୀବନ ଭାଇନା ମାରିଛି ତୁ ସେଇ ଜାଗାରେ ଥିଲୁ କି ନାହିଁ ନାଇଁ ତୁ ତ ସବୁବେଳେ ଥାଉଛୁ ରେ ସେତେବେଳେ ସବୁବେଳେ ଥାଉଛି ଯେ ସେ ମାରିବା ସମୟରେ ନଥିଲି ମାରିବା ସମୟରେ ନଥିଲି ବିଶ୍ୱାସ କରନ୍ତୁ ସାର୍ ସାର୍ ସତ କଥାଟା କହ ସତ କଥାଟା କହ ସତ କଥାଟା କହ ସାର୍ କହୁଛି ସାର୍ ଛାଡ଼ିଦେବେ ତ ଗ୍ୟାରେଣ୍ଟି ଛାଡ଼ିଦେବି ତୁ କହିଲୁ ପ୍ରଥମେ ତୁ କହ ତାପରେ ମୁଁ ତ ଛାଡ଼ିବି ସାର୍ ଆମ ଜୀବନ ଭାଇନା ତ ଜୀବନ ଭାଇନା ସେ ବର୍ଷାର ସୁନ୍ଦର ଯୌବନକୁ ଦେଖି ବାହା ହେଇ ନଥିଲେ ଆଉ କୋଉଟାକୁ ଦେଖି ବାହା ହେଇଥିଲା ରେ ତା ବାପାର ଧନ ସମ୍ପତ୍ତି ପାଇଁ ଧନ ସମ୍ପତ୍ତି ପାଇଁ ବାହା ହେଇଥିଲା ହଁ ସାର୍ ଏଇ ରେ ଶଳା କି କଳି ଯୁଗରେ ଆଉ ତାପରେ ବାହାଘର ଦିନ ବର୍ଷାର ବାପା ଅଧାରୁ ଅଧେ ଧନ ସମ୍ପତ୍ତି ଆଉ ଗୋଟେ ବଡ କମ୍ପାନୀଟା ବର୍ଷା ନାଁରେ ଲେଖି ଦେଇଥିଲା ତାପରେ କଣ ହେଲା ଆମ ଭାଇନା ଆଉ ମାଉସୀ ମାନେ ଆମ ଦୁର୍ଗା ମାଉସୀ କହିଲୁ ଦୁଇ ଜଣ ମିଶିକି ବର୍ଷାକୁ ବହୁତ ମାଡ଼ ମାରିଲେ ବର୍ଷାର ବାପାର ଧନ ସମ୍ପତ୍ତିକୁ ଜୀବନ ଭାଇନା ନାଁରେ ଲେଖେଇ ନେଲେ ଲେଖିଦେଲା ବର୍ଷା ଲେଖିଦେଲା ଆଉ ତାପରେ କଣ ହେଲା ଏତିକି ଜାଣିନି କହୁଛି ସାର୍ ସତ କଥାଟା କେମିତି ବାହାର କରିବାକୁ ପଡିବ ମତେ ଭଲ ଭାବରେ ଜଣା ତୁ ମତେ ଟକିକି ଚାଲିଯିବୁ ଭାବୁଛୁ ନା କଣ ଧନ ସମ୍ପତ୍ତି ଲେଖିଦେଲାରୁ ସେମାନେ ଭାବିଲେ ଇଏ ଯଦି ବଞ୍ଚି ରହିଲେ ସବୁ ସତ କଥାଟା ତା ବାପା ଆଗରେ କହିଦବ ତ ଆଉ କେମିତି କହିବନି କହିଦବ ଭାବିଲେ ଆକୁ ଛାଡ଼ିବାନି ତା ତଣ୍ଟି ଚିପି ମାରିଦେଲ ନାଇଁ ସେମାନେ ଭାବିଲେ ତଣ୍ଟି ଚିପି ମାରିଦେବା ତାପରେ କଣ ହେଲା ତଣ୍ଟି ଚିପି ମାରିବା ସମୟରେ ବର୍ଷା ପଳେଇଲା ତାପରେ କଣ ହେଲା ଅନେକ ଖୋଜାଖୋଜି କଲୁ ନାଇଁ ସାର୍ ମୁଁ କଲୁ ମାନେ ସାର୍ କଲୁ ମାନେ ତୁ ସେଇ ଜାଗାରେ ଥିଲୁ ଆଉ ନାଇଁ ସାର୍ ବିଶ୍ୱାସ କରନ୍ତୁ ସାର୍ ମୁଁ ଉପରକୁ କାହିଁକି ଡାଉଟ୍ କରୁଛନ୍ତି କାହିଁକି ଡାଉଟ୍ କରୁଛି ଅନେକ ଖୋଜାଖୋଜି କଲେ ସାର୍ ତାପରେ ଖୋଜାଖୋଜି ଭିତରେ ସେ ବାଦଲକୁ ପାଇଲେ ଆଉ ବାଦଲ ସହିତ ଦେଖା ହେଇଗଲା ମାନେ ବର୍ଷାର ତା ପ୍ରେମିକ ତା ପୁରୁଣା ପ୍ରେମିକ ଯାହାକୁ ଭଲ ପାଉଥିଲା ତା ସହିତ ଦେଖା ହେଲା କୋଉ କହିଦେଲି କହିଲେ ସିଏ କୋଉ କହିଦେଲା ଯେ ମୁଁ କହିଲି ସାର୍ ଭାଇନା କହିଦେଲା ଯେ ବର୍ଷାର ସୁନ୍ଦର ଯୌବନକୁ ଦେଖିକି ବାହା ହେଇ ନଥିଲେ ରେ ତା ବାପାର ଧନ ସମ୍ପତ୍ତି ପାଇଁ ବାହା ହେଇଥିଲେ ଧନ ସମ୍ପତ୍ତି ମୋ ନାଁରୁ ଲେଖିକି ତାକୁ ମାରିଦେବା ପାଇଁ ଚାହୁଁଥିଲି ବର୍ଷା କଷିକି ପଳେଇଲା ସେ ବାଦଲକୁ କହିଦେଲା ବାଦଲ କଣ ଛାଡ଼ିବ ସେଟା ବାଦଲ ସବୁ ସତ କଥାଟା ଜାଣି ଯାଇଛି ଏବେ ବାଦଲ ଯଦି ବଞ୍ଚି ରହିବ ତାହେଲେ ସବୁ ସତ କଥା ବର୍ଷାର ବାପାକୁ କହିଦବ ନା ଆଉ ତାପରେ କଣ ହେଲା ତାପରେ ଆଉ କଣ ହବ
ଆକୁ ବି ଜୀବନରୁ ମାରିଦେବ ବୋଲି ଭାବିଲି ଆଉ ଏଇରେ ଶଳା ତମେ ତ ଏମିତି ସେମିତି କାଲୁ କନୁ ରେ ଆକୁ ବି ଜୀବନରୁ ମାରିଦେବା। ହଁ ବାଦଲକୁ ଜୀବନରୁ ମାରିବା ସମୟରେ କ'ଣ ହେଇଛି? ହଁ ଆମ ଭାଇନା ତୋ ଭାଇନା ମାନେ ଜୀବନ ଭାଇନା ତ ଏତେ ବଡ଼ ଛୁରୀ ଧରିଥିଲେ। ଚୁରି ନା ବୁଝାଲି? ବୁଝାଲି ଏତେ ଲମ୍ବାଟା ମୋଟା ଥିବ ଆଉ ଟିକେ ମୋଟା ହେଇଛ ମାନେ ଇଏ ଛୁରୀଟା ମୋଟା ଥିବ ନା ପତଳା ହେଇକି ଥିବ। ଆଉ କହିଲୁ ବାଦଲର କଲରକୁ ଧରିଲେ ଏମିତି ବାଦଲର ତାପରେ କ'ଣ ହେଲା? ତାପରେ ଛୁରୀଟାକୁ ଏମିତି ଟେକିଲେ ଆଉ ଉପରକୁ ଟେକିଲେ ହଁ ତାପରେ ଏମିତି ବୁଲିଲେ ଏମିତି ମାରିବା ସମୟରେ କା କଲର ଧରଛୁ ଏ? ସରି ସାର୍ ମୁଁ ତୁ ଦେଖେଉଥିଲୁ? ହଁ ଦେଖେଇବା ଆଗରୁ କିଛି ଭାବିଲୁନି ଏଇଟା ପୋଲିସ ବାଲା ବୋଲି? ସାର୍ ବାଦଲକୁ ମାରିବା ସମୟରେ ବର୍ଷା ଆସିକି ଆଗରେ ଛିଡ଼ା ହେଇଗଲା ଆଉ ବର୍ଷାକୁ ବୁସି ଦେଲେ ଡାଇରେକ୍ଟ ସୁଇଚ୍ ଅଫ୍ ଫିନିଶ୍ ହେଇଛା। ତୁ ହଉଛୁ ତାହେଲେ ନାଟର ଗୋବର୍ଦ୍ଧନ? ନାଇଁ ମୁଁ ଚତୁର୍ଭୁଜ ମତେ ନା ତୋ ଆଇଡିଆ ସବୁ ମୋ ଆଇଡିଆ ନୁହେଁ ସାର୍। ଏଇଟା ଚାଲିବନି ତୋ ଦେହକୁ ଏଇଟା ଚାଲିବନି ସାର୍। ତୁ ଯେତେ କାନ୍ଦିଲେ ବି ଛାଡ଼ିବିନି ରେ ପୁଅ। ଏବେ ସତ କଥା କହିଲେ ଛାଡ଼ିଦେବ ବୋଲି କହିଥିଲେ। ଚାନ୍ସ ନାହିଁ ମୁଁ ତତେ ଛାଡ଼ିବି। ଚାଲ मम्मी से हरमजाती वर्षा को जीवन रो मार देची मम्मी। कौन हैला? हां मारी देची वर्षा को जीवन रे मारी देछु। हां मम्मी काहेले तो भला हे भला भला हेची माने से हरमजाता गोटी अछि से हला हरमजाता होची बादल। कौन बादल? हां मम्मी वर्षा को मारिबा समय से हरमजाता बादल रहिला। हां मम्मी एबे कोन करिबा? हम वर्षा को मारिबा समय रे से साला चाकर पुआटा देखी देछि। हां मम्मी काहे तो सब गड़बड़ हो गला जीवन। हां मम्मी अरे सब गड़बड़ हो गला एटा हम कोन करबा? हमको जते शीघ्र बरते जागा छाड़िबा पड़िबो। हां मम्मी एटा सीधा पळैबा भुवनेश्वर जाई प्लेन टिकट काटी पूरा दुबई पळैबा। अरे चल। हां मम्मी चल एठी रहले किछि भलो हबनी। चलो मम्मी चल। ए धन संपत्ति आसरे एते तलु खसी गलो तुम मन को छाड़बिनी बारी बारी जीवन रु मार देबी। ओहो जीवन रु मार देबी।